এটা পিম্পুড়িতে পাটি নাই খোলিয়া পাই লছড়া পুজো নাই কি হাড় নাই কি রক্ত নাই পরে ফের খবর দেল যে 2 জন আরেস্ট হয়েছেন মো হঠাৎ শুনি জୟଦେବ ଜେନାଙ୍କ ଘରେ ପହଞ୍ଚି ତାଙ୍କ ପୁଅ ଟିକିନା ମୋ ଡାହାଣ ପଟେ ଆମେ ସବୁ ପାରିବାରିକ ସମ୍ପର୍କ ଯଦି ପର୍ସନାଲ କିଛି ଦରକାର ପଡିବ ରାଜନୀତି ଫାଜି ଦଳଫଳ ଆମେ ଭୁଲିଯିବୁ ଜୟଦେବ ଦିହରେ କିଏ ଗୋଟେ ହାତ ମାରିଦେବ ଆମେ ଏଇ ଭୁବନେଶ୍ୱର ଖୋର୍ଦ୍ଧା ଭିତରେ ଆମେ ବରଦାସ୍ତ କରିପାରିବୁ ରାଜନୀତି ଅଲଗା ପର୍ସନାଲ ଲାଇଫ ଅଲଗା ପର୍ସନାଲ ଫ୍ରେଣ୍ଡସିପ ଅଲଗା ସେ ଗୋଟେ ମୋର ସାନ ଭାଇ ଏ ଗୋଟେ ପୁତୁରା ଆମେ ମଲା ପର୍ଯ୍ୟନ୍ତ ଆମ ମନ ଭିତରେ ଆମେ ଖଣ୍ଡାୟତ ପିଲା ଏଇ ଚରିତ୍ର ମୁଁ ଖବର ପାଇକି ଦୌଡ଼ିକି ଆସିଥିଲି ଯେ ସେ ପିଲା ଆରେଷ୍ଟ ହେଇଗଲେଣି ଏବଂ ଆମେ ସେ କ୍ୟାରେକ୍ଟର ଲୋକ ନୁହଁ ଜୟଦେବ ଆମେ ସବୁ ସେ କ୍ୟାରେକ୍ଟର ଲୋକ ନୁହଁ ଆମେ ସେବା କରିକି ଆସିଛୁ ଛାତ୍ର ଜୀବନରୁ ଆଇଛୁ ଆମର ନେତୃତ୍ୱ ସବୁ ହରେକୃଷ୍ଣ ମହତାବ ବିଜୁ ପଟ୍ଟନାୟକ ଜାନକୀ ପଟ୍ଟନାୟକ ନୀଳମଣି ରାଉତରା ନନ୍ଦିନୀ ଦେବୀ ଏମାନଙ୍କ ସାଥିରେ କାମ କରିକି ଆସ ଆମେ ହଣାକଟା ଟାଇପ୍ର ଲୋକ ନୁହଁ ଆମେ ଗୁଣ୍ଡା ଟାଇପ୍ର ଲୋକ ନୁହଁ କିନ୍ତୁ ଆମ ଉପରେ ଯଦି କିଏ କେଉଁ ପ୍ରକାରରେ ଫିଜିକାଲି ଚାହିଁବ ତାର 10 ଗୁଣ ଜବାବ ଦେବ ଅତି ଭଦ୍ର କିନ୍ତୁ ଭଦ୍ର ବୋଲି ଯଦି ଆମ ହୃଦୟକୁ ବାଜିଲା ଭଳିଆ କି ଶରୀରକୁ ବାଜିଲା ଭଳିଆ କିଏ ବ୍ୟବସ୍ଥା କରିବ ଆମେ କେବେ ବରଦାସ୍ତ କରିବୁନି ଆମେ ପାରିବାରିକ ସମ୍ପର୍କରେ ରହିବୁ ରାଜନୀତି ଅଲଗା ଯାହା ତମେ ସବୁ ଏକାଠି ହେଇଗଲା ଫଟକିନି ଆସିକି ମୁଁ ଧନ୍ୟବାଦ ଦେଉଛି ବେଟା ଟ୍ରମ୍ପଟା ଯୁଦ୍ଧ ଆଜି ବନ୍ଦ କରିଦେ ବିଶ୍ୱ ପାଇଁ ଆଜି ବଡ଼ ଦିନ ପୃଥିବୀ ପାଇଁ ବଡ଼ 29 ଲକ୍ଷ ଲୋକ ମାରିଦେଲା ଗୋଟେ ରାବଣ ଚରିତ୍ର ଲୋକ ଟ୍ରମ୍ପ ଶଳା ବିଶ୍ୱ ସ୍ତବ୍ଧ ପୁଟିନକି ମୁଁ ଭାବିଥିଲି ଟାଇଗର ଲଛଡ଼ା ପୁଜୋ ନାହିଁ କି ହାଡ଼ ନାହିଁ କି ରକ୍ତ ନାହିଁ ଆମର 140 କୋଟି ଲୋକର ପ୍ରତିନିଧି ନରେନ୍ଦ୍ର ମୋଦି ଏଟା ପିମ୍ପୁଡ଼ିଟେ ପାଟି ନାହିଁ ଖୋଲିବା ପାଇଁ ଆମେରିକାର ଆନ୍ଦୋଳନ 3 ଦିନ ତଳେ ଜୋର ହେଲା ତା ଦଳ ତାକୁ ବିରୋଧ କଲେ ସେ ଆଜି ଯୁଦ୍ଧ ବନ୍ଦ କରିଛି ଅଭିନନ୍ଦନ କେତେ ଧନ ଜୀବନ ରହିଯିବ ଗୋଟେ ସ୍କୁଲରେ 1000 2000 ନିରୀହ ଛାତ୍ର ମଲେ ଗାଁରେ ପଢ଼ିଲା ଛାତ୍ର ମଲେ ଯୁବକ ମଲେ ବୁଢ଼ା ମଲେ ବୁଢ଼ୀ ମଲେ ଡାକ୍ତରଖାନାରେ କେତେ ଲୋକ ମରିଗଲେ ସେ ଯାହା ହଉ ଯୁଦ୍ଧଟା ବନ୍ଦ ହେଇଛି ଆପଣଙ୍କ ଜରିଆରେ ଟ୍ରମ୍ପକୁ ମୁଁ ଅଭିନନ୍ଦନ ଜଣାଉଛି ସମସ୍ତଙ୍କୁ ପ୍ରଥମେ ନମସ୍କାର ବର୍ତ୍ତମାନ ଘରକୁ ସୁର ବଡ଼ବାପା ଆସିଥିଲେ ତାଙ୍କର ଆମର ପାରିବାରିକ ସମ୍ପର୍କ ବହୁ ପୁରୁଣା ଏବଂ ସେ କହିକି ଗଲେ ଯେ ଯେଉଁ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା ଧମକପୂର୍ଣ୍ଣ ବାର୍ତ୍ତା 2 ଜଣ ଦେଇଥିଲେ ସେମାନେ ଧରା ପଡ଼ିଛନ୍ତି ଗତକାଲି ତାଙ୍କୁ ଆନନ୍ଦପୁର SDPO ନନ୍ଦିପଦା ଥାନା AIC ଧରିଛନ୍ତି ସେମାନେ ବର୍ତ୍ତମାନ କୋର୍ଟ ଫରୱାର୍ଡ ହେଇଛନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ଦେଖିବା କେତେ ଦୂର ଆଇନ ତାଙ୍କ ପାଇଁ କାର୍ଯ୍ୟ କରୁଛି କାହିଁକିନା ବାରମ୍ବାର ଏଇ ଜିନିଷ ହେଉଛି ଆଗରୁ ଥରେ ମଧ୍ୟ ଏଇ ଜିନିଷ ହେଇଥିଲା 6 ମାସ 7 ମାସ ଲାଗିଲା ପୋଲିସକୁ ଧରିବା ପାଇଁ ସୁର ମଉସା ସୁର ବଡ଼ବାପା ସାନ୍ତ୍ୱନା ଦେଇକି ଗଲେ ଯେ ଆମେ ସମସ୍ତେ ଏକାଠି ଅଛେ ପରିବାର ଭଳିଆ ସାଙ୍ଗରେ ଅଛେ ମୁଁ ସମସ୍ତଙ୍କୁ ଏଇ ଯେଉଁ ବଦମାସିଆ ଲୋକଙ୍କୁ ଚେତେଇ ଦେବାକୁ ଚାହୁଁଛି ଯେ କଂଗ୍ରେସର ରକ୍ତ ଏତେ କମଜୋର ନୁହଁ କି କଂଗ୍ରେସର ଲୋକମାନେ ଏତେ କମଜୋର ନୁହନ୍ତି ଯେ କଂଗ୍ରେସରେ ରହି ଲୋକଙ୍କ କଲ୍ୟାଣ ପାଇଁ କାମ କରିବା ପାଇଁ ତାଙ୍କୁ ବନ୍ଦ କରିଦେବ ଜୟଦେବ ଜେନା ଜଣେ ବରିଷ୍ଠ ନେତା ସେ 50 ବର୍ଷ ଧରି ଦୀର୍ଘ 50 ବର୍ଷ ଧରି କଂଗ୍ରେସରେ କାର୍ଯ୍ୟକ୍ରମ କରୁଛନ୍ତି ଲୋକମାନଙ୍କ ପାଇଁ କାମ କରୁଛନ୍ତି ଯେପରି ସୁର ବଡ଼ବାପା କାମ କରୁଛନ୍ତି ଆଉ ଅନ୍ୟାନ୍ୟ ନେତା ଅଛି ବରିଷ୍ଠ ନେତାମାନେ ଅଛନ୍ତି ଯେଉଁମାନେ କାମ କରୁଛନ୍ତି ତାଙ୍କ କାମକୁ ବାଧା ଦେଲେ ଯୁବଶକ୍ତି ଆଗକୁ ଆସିବ ଏବଂ ସେମାନଙ୍କୁ ଯଦି ପୋଲିସ କାର୍ଯ୍ୟାନୁଷ୍ଠାନ କରି ପ୍ରକୃତ ନ୍ୟାୟ ନ ଦେବ ଏଇ ବରିଷ୍ଠ ନେତାମାନଙ୍କୁ ତାହେଲେ ଯୁବଶକ୍ତି ଆଗକୁ ଆସିବ କଂଗ୍ରେସର ଏବଂ ଆଇନ ହାତକୁ ନେବାକୁ ମଧ୍ୟ ପଛେଇବ ନାହିଁ ନାଇଁ ଏ ଯେଉଁ ମିଟିଂଟି ଥିଲା ଯୋଡ଼ାରେ ସେଟା ଗୋଟେ ବହୁତ ବଡ଼ ମିଟିଂ ଥିଲା ମାଇନିଂ ଏରିଆରେ ପ୍ରଥମ ଥର ପାଇଁ ହେଇଥିଲା ବହୁତ ଦିନ ପରେ ହେଇଥିଲା ସେ ମିଟିଂ ପରେ ଏ ଧମକ ଆସିଛି ତେଣୁ କୌଣସି ମାଇନିଂ ମାଫିଆର ୟା ଦେହରେ ହାତ ଅଛି ବୋଲି ମୋତେ ଯାହା ବ୍ୟକ୍ତିଗତ ସ୍ତରରେ ଅନୁଭବ ହେଉଛି ବାକି ପୋଲିସ ତଦନ୍ତ କରୁଛି ପୋଲିସ ତାର ଇନକ୍ୱାରି ରିପୋର୍ଟ ଦେବ